ମୁଁ ଆଜି ମାଉସୀ ଘରୁ ଆସିଛି ଦେଖଉଛି ତାପରେ କ'ଣ କ'ଣ ଦେଖନ୍ତୁ ତୋ ଜାଗାରେ ମୁଁ କରୁଛି ହେଲା ମତେ ବି ଆସେ ହେଲା ଶରମ କରେ ଏଇ ଗୋଟେ ଦିନ ବନେଇ ଦେଇଛି ଯେ ସେଟା କହି ହଉଛି ଖାଲି ଝିଅ ହେଇଛି କାମ କରୁନି ଆରେ ତୁ ବାହା ହେଇଯିବୁ ନା ସେଥିପାଇଁ ଦିବୁ ନାହିଁ ବାହା ହେଇଯିବୁ ତୁ କିଏ ବାହା ହବ ବାହା ଫା କିଛି ନାହିଁ ବ୍ୟାଚଲର ଜିନ୍ଦଗି ଭଲ କରିବା ବ୍ୟାଚଲର ଜିନ୍ଦଗି ଆଉ ଗୁଆ ଯିବୁ ଦୀପୁ ନାଇଁ ଆଉ ଗୁଆ ଯିବୁ ମାଉସୀ କ'ଣ କହୁଛି ଦୀପୁ ନାଇଁ ଯିବ ଗୋଆ ଦୀପୁ ନାଇଁ କହୁଛି ବୁଲିବି ଖାଇବି ପିଇବି ଅଏସ୍ କରିବି କହୁନୁ ତୁ ଆଜି ନହେଲେ କାଲି ଯିଏ ମ୍ୟାରେଜ କରିବୁ ତୋ କଥା ବି ଆସିବ ତୋ ହିସାବ ହବ କ'ଣ ହେଲା ସେଇଠି ଏବେ ତ ବାହା ହେଇନି ନା ଏବେ କ'ଣ 3 ମାସ ପତ୍ର କରାହେଇଛି ହଁ 3 ମାସ କହ ଭାଇ ମୋର କ'ଣ ଆଗ ଭାଗରେ କହ ଯେତେ ଆକ୍ଟିଂ କରିବା ତା କରିଦେବି ଆଉ 3 ମାସ ପରେ ନା ନାଇଁ ମୋବାଇଲ ସବୁ ଆସିକି ଏଇ ରୋଷେଇ ସାରା ତୋର ଜିନ୍ଦଗି ଯିବ ଏ ଶିଖିଦେ ଖାନା କାଇଁ ମୁଁ ବାଟ ରୋଷେଇ ତ କରିବି ଏମିତି ନାହିଁ ରୋଷେଇ କରିବି ନିଜେ ତ ଖାଇବା ପାଇଁ ବଞ୍ଚାଇବାକୁ ପଡ଼ିବ ନା ରୋଷେଇ କରିବୁ ହଁ ଆଉ କ'ଣ ଏବେ ଯୋଉ ହଷ୍ଟେଲରେ ରୋଷେଇ କରୁନି ଫାଷ୍ଟ ଲାଇଟ୍ ଟା ମୁହଁକୁ ଆସୁଛି ୟାର କିଛି ଗୋଟେ କାହିଁକି ନା ତୁ କଳା ଦେଖାଯାଉଛୁ ତୁ ଚାହୁଁଛୁ ତୁ କଳା ଦେଖାଯିବୁ ଭଗବାନ ମାନିଗଲି ଆମେ କଳା ଦେଖାଉ ଗୋଡ଼ ଧରି ଆମେ କଳା ଦେଖାଯାଉଛି ମୁଣ୍ଡିଆ ମାନୁ ମୁଁ ତତେ କେମିତି ମୁଣ୍ଡିଆ ମାରିଦେବୁ ନାହିଁ ପ୍ରଣାମ ଏମିତି ଏମିତି ଗୋଟା ଧରିକି ଉପରୁ ଉଠେଇ ଦିଅନ୍ତି ଏକା ଧାରା କିନ୍ତୁ ମୁଣ୍ଡା ମୁଁ କହୁଛି ଦେଖ ପଚାର ମୋ ସାଙ୍ଗ ମାନଙ୍କୁ ସିରିୟସଲି ଖାଉନି ପଚାର ସେ ଇଏ କର କପିରାଇଟ୍ ଆସିବ କପିରାଇଟ୍ ଆସିଗଲା ଆସିବ କହ ପୁଣି ସିଏ ଆଜି କହୁଛି ଚକୋଲେଟ୍ ଖାଉନି ମାନେ ଏ ଜିନିଷ ମତେ ଗୋଟେ ପାଉ ଚକୋଲେଟ୍ ଦେଇ କହୁଛି ଖା ମାନେ ମୃତ୍ୟୁ ପୁଣି ସୁଗାର ଛାଡ଼ି ଦେଇଛି ମାନେ ଏଇ ଜିନିଷ ଗୁଡ଼ା ଆମକୁ ତ ଡାଇଜେଷ୍ଟ ହେବନି ଆମେ ତ ଜାଣିଛୁ ସେ କେଉଁ ଭଳିଆ ଫାଷ୍ଟଫୁଡ଼ ଖିଆ ପିଲା ତେଲ ଖାଇବା ପିଲା ମୁଁ ଫାଷ୍ଟଫୁଡ଼ ଖାଉଛି କିନ୍ତୁ ମୋମୋ ବହୁତ ରେୟାର ଖାଉଛି ମାନେ ସତରେ ମୋର ଜଣାପଡ଼ୁଛି ତମ ଏଇ ଯେଉଁ ଆଖି ଦୁଇଟାରୁ ନାକ ଭିତରେ ଯେଉଁ ସେ ଜିନିଷ ଜଣାପଡ଼ୁଛି କି ଏଇ ନାକରେ ଯେଉଁ ବାରିଟା ହେଇଛି ନା ଏଇଠି ସେଇଠି ଜଣାପଡ଼ୁଛି କି ତମେ କେତେ ଆବେ ଏଇଟା ଗ୍ଲୋ କରୁଛି ଆଚ୍ଛା ଆଚ୍ଛା ଆଖି କ'ଣ ହେଇଗଲା ଆଖି ସେଟା ପାଠ ପଢ଼େଇ ଭାଇ ଆଖି ଦେଖିପାରୁନି ଆଖି ଦେଖିକି ସେଟା ଡାର୍କ ସର୍କଲ୍ ଟିକେ ହେଇଯାଇଛି ପାଠ ପଢ଼ି ତମ ଆଖିରେ ଜଣାପଡ଼ୁଛି କି ତମେ କେତେ ଫାଷ୍ଟଫୁଡ଼ ଖାଉଛ କେତେ ଚକୋଲେଟ୍ ଆଖିରେ କେମିତି ତୁ ଜାଣିଛୁ ଜଣାପଡ଼ୁଛି କେମିତି ଭାଇ କେମିତି ସେଇଟା ଟ୍ରିକ୍ ସେଇଟା ସମସ୍ତଙ୍କୁ କୁହାହବ ନା ମା ଓହୋ ସେଇଟା ଆମେ ଜାଣିଛୁ ତ ମତେ କହ ମୁଁ ଭିଡ଼ିଓ ବନ୍ଦ କରିଦେଉଛି ମତେ ଭିଡ଼ିଓ ମୁଁ ବନ୍ଦ କରିଦେଲି ମତେ କହ ମାନେ ଏଇଟା ଭିଡ଼ିଓ ବୋଲେ କ'ଣ ଭଲ କଥା ତା ପାଇଁ ପଇସା ଲାଗୁଛି ଖର୍ଚ୍ଚ ଲାଗିବ ଟ୍ରିକ୍ ଆମେ ଶିଖିକି ଆସିଛୁ କ'ଣ ସ୍ପେଶାଲ ଭିଡ଼ିଓ ଖାଲି ଆସି ମତେ କିଛି ହବନି କେତେ ପଥର ପଥର କିଛି ହବନି କିଛି ନାହିଁ ବାସ୍ ତୁ 10ଟା ମୁଁ ଗୋଟେ ନା ଗୋଟେ 2 ଘଣ୍ଟା ଆଣିଏ ବାହାରୁଛି ବାହାରି ପାରୁନି ସନସ୍କ୍ରିନ୍ କେତେ କ'ଣ ଲଗେଇଲାଣି ସେ ଦେଖ ହସୁଛି ଆଉ ଥରେ अरे कौन देख रहे ये खाली ये था कि नहीं ये दही दूध कुआड़े जाऊँ मैंने जान आम आम झरणार अनुसंधान करी पहुँची गलु देखिए ये केते जोर चली पार अच्छी अच्छी चल अरे भाउज तो एमती कर 40 किलोमीटर केते 45 पाखापाखि हम ना 50 किलोमीटर भुवनेश्वर पहुंच सारंता देख तो सांगा उसन पछे दीपुन ना देख तो सांगा देख दीपुन गले न दे देख तो सांगा आसे डाक जानी जगटा कौन एक्चुअली आम गोटे एमती आस देखा जाओ जगह को आसबनी मो परिका ना आम झरणा देखा बदल एमती देखू देखिपे आप कई छड़ा केमी लगुच तुमको पिलाटा देखिए मत भारी दया लगुच मु मना कर भाई जीवानी थे जा 3 दिन बुलिक आसिया
ଭାଇ ମୋ କଥା ଶୁଣି ଦେ, ଭାଇ ମୋ କଥା ଶୁଣି ଦେ। मुंड खराब रहा तो दिमाग काम करना। हाँ 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 हे देख 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 हे कितना सुंदर अति सुंदर ସୁନ୍ଦର ଦେଖ ଦେଖ ଭିଉଟା ଦେଖ ଏଇ ଗୋଟା ଜିନିଷ ମତେ ଭଲ ଲାଗିଲା ସତ କଥା କହ ଏଇଟା ଭଲ ଲାଗୁନି ଆମ ଘର ବାରିପଟେ ନେଇକି ଯିବି ବିଲ ଗୁରା ତୁ ଦେଖିବୁ ଆହୁରି ଭର୍ତ୍ତିରେ ଭର୍ତ୍ତି। ବଲାଙ୍ଗୀ ପାର୍କ ବନ୍ଦ ଅଛି ଆସିଲା ବେଳକୁ ଖୋଲି ଯାଇଥିବ ବୋଧେ ଆଉ ଯିବା ଆଉ ଲାଇଫରେ ସବୁବେଳେ କ'ଣ ହବ କହିଲୁ ଏକ୍ସଟ୍ରୋଭର୍ଟ ନହେଲେ ନାମ ନବୁ ଭିଉ ଦେଖ ଭିଉ ମତେ ବର୍ଷରେ ଉଦା ହେଇକି କେମିତି ଦେଖାଯାଉଛି ହୋଟେଲ ଗୁଗୁଲ ଏଇଟା ହେଉଛି ହୋଟେଲ ଗୁଗୁଲ ତ ମୁହଁ ଦେଖି ଲାଗୁନି ତୁ କାଲି ଆଉ ବୁଲିଯିବୁ ସକାଳ 4ଟାରେ ପୁଣି ବାଇକ୍ରେ ଯିବୁ କହୁ ଯାଇପାରିବୁନି ବିଶେଷ କରି 5 ଘଣ୍ଟା ଲାଗିବ ଏମିତି କହନା ହେ ଭଗବାନେ ଭାଇ ତୁ ଟ୍ୟାନ୍ ମଡ଼ିଗଲୁ ରେ ମୁହଁ ପୁରା କଳା ତୁ ବୋଧେ ଆଉ ବୁଲିବୁନି ତୁ ଆଉ କିଛି କଲୁନି ମୁଁ ଯେମିତି ଝରଣା ଦେଖିହେଲା ନା କ'ଣ ଦେଖିହେଲା ସେଟା ଖାଲି ବଡି ଲସ୍ ମନ ଉଦାସ ଫାଇଦା ନାହିଁ ଆଉ ତୁ ମୁଁ ଖାଲି ସୁନ୍ଦର ଗୋଡ଼ାକୁ କଳା ପଡ଼ିବ ଭଗବାନ ମୁଁ କହୁଥିଲି ଯିବାନି ରେ ଭାଇ ବିଛୁରାଟେ ଏଡ଼େ ବିଛୁରା ଏଇଟା ଭଗବାନ ସହିବେନି କିଏ ଏଇ ଜାଗା ପ୍ଲେସ୍ ସିଲେକ୍ଟ କିଏ କରିଥିଲା ତୁ କରିଥିଲୁ ନା ମୁଁ କରିଥିଲି ମୁଁ ତ କହିଲି ଭାଇ ରାମ ମନ୍ଦିର ପଳେଇବା ଫଟୋ ଉଠାଇ ଦେଇ ପୁରା ଶାନ୍ତିରେ ବସିକି ତାପରେ ମିଟୁ ବୋଲି ଗୋଟେ ଝିଅ ଆସିକି ମଝିରେ ଡିଷ୍ଟର୍ବ କଲା ଝରଣା ଦେଖିବା ଝରଣା ଝରଣା ନା ପୋଖରୀ ଥିଲା ଆମର ମାଆ ଖୋଲି ପୋଖରୀ ଆହୁରି ଭଲ 45 କିଲୋମିଟର ମଣିଷ ଗାଡ଼ିରେ ଯାଇଛି କେତେ 45 କିଲୋମିଟର ତୁ ଗୋଟେ ଥର ଡ୍ରାଇଭ୍ କରୁଛୁ ମୁଁ ଗୋଟେ ଥର ଡ୍ରାଇଭିଂ କଥା ନୁହଁ ମ୍ୟାଡ଼ାମ୍ ଆଉ ଝରଣା କୁଆ ଗଲା ଏଇଠି ମାନେ 45 କିଲୋମିଟର ଯାଉଛି ଆମ ଗାଁ ପୋଖରୀକୁ ଖରାପ ଦେଖିବା ପାଇଁ ମୁଁ ଥୋଡ଼ି ଜାଣିଥିଲି ମୁଁ ଭାବିଲି ଗୋଟେ ଏମିତି ହେଇଥିବ ଏତେ ସୁନ୍ଦର ଜାଗା ଲୋକ କହୁଛନ୍ତି ଯେ ଆସିବାକୁ ଇଚ୍ଛା ହେଉନି ମୁଁ ଭାବିଥିଲି ଗୋଟେ ଭଲ ହେଇଥିବ ହେଲେ କେହି ଲୋକ ନାହାନ୍ତି 6ଟା ବେଳୁ ଆସିକି ଆମେ ବସିଛୁ ଖାଇବୁ ବୋଲି ଖାଇବା ବି ଚାହୁଁନାହାନ୍ତି ଭୋକ ଲାଗିଲାଣି ପୁରା ହାତ ଭାଇଟାକୁ ଦିଅ ନହେଲେ ସେ କହିଛୁଟି କହିଲି ବା ପଚାରିଲେ ଭାଇ ଆଜି ଦବଡ଼ି ବେଳା ଖରାପ ଆଜି କାହା ସହ ଆସିକି ବି ଜାଣିପାରୁନି ମୁଁ ଯାଉଛି ଆଜି ପାଣି ବୋଟଲ ପିଇଦେଇ ଭଗବାନ ଆସିଲା ବେଳକୁ ଖାଲି ପାଣି 5 ବୋଟଲ ପିଇଲାଣି ପାଣି କଥା ଭଗବାନ ଗୋଟେ ପାଣି ଫ୍ୟାକ୍ଟ୍ରିର ଗୋଟେ ଇଏ ହେଇଯା ମେମ୍ବରସିପ୍ ନେଇଯା ମୋ କଥା ଶୁଣ ଲସ୍ ମୋ ପାଇଁ ନୁହଁ ପୁରା ଲସ୍ ୟା ପାଇଁ ଇଏ କହିଲା ଯିବା ଇଆଡ଼େ ସିଆଡ଼େ ମୁଁ କହିଲି ଭାଇ ଯିବାନି ଏଇଠିକି ବସିବା ଖାଇବା ପିଇବା ବୁଲିବା ମାନେ ଏଇଠି ନର୍ମାଲ୍ ଜାଗା ବୁଲିକି ଆସିବା ଠିକ କହିଲା ଆଉ 2 ଘଣ୍ଟା ଭିତରେ କ'ଣ ଆମେ 45 କିଲୋମିଟର ଆସିପାରିବା ଆମେ ମାତ୍ର ଭଗବାନଙ୍କୁ କିଏ ଡରେ ଏ ଯେଉଁ ମିଛ କଥାରେ ଯେଉଁ କହୁନ ତୁ ଇଚ୍ଛା କଥା କହୁଛୁ ତୁ ଖାଇବା ପ୍ଲେସ୍ ସିଲେକ୍ଟ କିଏ କରୁଛି ଏଇଟା ମୁଁ ସିଲେକ୍ଟ କରୁଛି କିଏ କରୁଛି ଭଗବାନ ଆକ୍ଟିଂ ହବ ମୁଁ ଜାଣି ଭଗବାନ ଘରେ ତୁ ଆକ୍ଟିଂ ହବ ତୁ ଯେଉଁ ଏବେ ଆକ୍ଟିଂଟା କଲୁ ଝିଅମାନେ ଧରା ପଡ଼ୁ ତୁ ଆକ୍ଟିଂରେ ଝିଅମାନେ ଧରା ପଡ଼ୁ ଭଗବାନ କରିଛୁ ତ କରିଛୁ ତୁ ଭଗବାନ ନର୍ମାଲ ରିଆକ୍ସନ୍ ଭୁଲ ହେଇଯାଇଛି ଆକ୍ସେପ୍ଟ କର ନର୍ମାଲ ଆଗେ ବଢ଼ୁ ମୁଁ ଭୁଲ ହିଁ କରିନି ମୁଁ ଆକ୍ସେପ୍ଟ କାହିଁ କରିବାକୁ ଯିବି କାହିଁକିନା ତୁ କରିଛୁ ମୁଁ ଥୋଡ଼ି କରିଛି भूल नहीं नहीं ये मेरा गलती ଏ ତୋର ହିଁ ଭୁଲ ये मेरा ही गलती है ସେମିତି କହି ଖାଲି କଥା ବୁଲଉଛି ଏପଟେ ଇଏ ଆସିଲାଣି ଆକୁ ଦେଖି ତମର ତାକୁ କ'ଣ କହିବ ତୋର ବାହାଘର ହବନି ହଉ ହଉ ମୁଁ କିଛି ଭାଙ୍ଗିନି ଇଏ ଭାଙ୍ଗିଛି କାହାକୁ ଟ୍ରାଇସେପ୍ କହିଦେ କିଛି ମାତ୍ର 10ଟା ମାରି 10ଟା ମୁଁ ଗୋଟେ ମାରି
ठीक ओवर एक्टिंग में 10 टଙ୍କା घटिया ओवर एक्टिंग तू खाली कहली बोले आज रोची तू नहीं मु एबे माइंड चेंज कर से माइंड तो मम्मा इच्छा मैं तो जा ना आज में ये मैं हूँ ये मेरा भाई है एक्चुअली झील घर सॉरी झील घर लोक देखा आसते से राज्य सीट तले बसी मुझे एंटरटेनमेंट कर तू सत कथा को मुझे चाटा करती मतलब केमी लगे इतने बकवास मेरे लाइफ में इतना बकवास मतलब लड़की लोग भी मना करते हैं कभी चाय पीने के बाद इतना हैंडसम लड़का बैठा हुआ है फिर वो चाय पीने के चक्कर में ही मना करते हैं एक प्रस्ताव आया था ढूंढ रहे थे वो भी कैंसिल कर दिया तू लव क्यों नहीं किया सिंगल तू लव नहीं किया इसलिए हाँ एबे मैं रैम शो करूँ तू कहलु ईस्ट वेस्ट नॉर्थ साउथ कोडी को पड़े घुसी देला हाँ हाँ नॉर्थ साउथ तो कहली लेफ्ट साइड जोड़ा रही सेटा